ପିଲାମାନେ ଆଜି ଆମେ ଆମ ନବମ କ୍ଲାସ୍ ଜ୍ୟାମିତି ଆମର ତ୍ରିକୋଣମିତି ଚାପ୍ଟରର ଅନୁଶୀଳନୀ 7 କୋଶ୍ଚିନ୍ କରିବା ହେଲା। ଏଇ ଅଭ୍ୟାସରେ ଆମେ କ ବିଭାଗ ଏବଂ ଖ ବିଭାଗ ଦେଖିଦେବା ଏବଂ ନେକ୍ସଟ ଭିଡ଼ିଓରେ ଆମେ ଗ ବିଭାଗ କରିବା। ତାହେଲେ 1 ନମ୍ବର କୋଶ୍ଚିନ୍ ପିଲାମାନେ ଦେଖ। 1 ନମ୍ବର ଦେଇଛି ଆମକୁ ଯେ ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟ ସ୍ଥାନ ପୂରଣ କର। ପିଲାମାନେ ସାଇନ୍ ଥିଟା ଇଣ୍ଟୁ କଟ୍ ଥିଟା। ପିଲାମାନେ ସାଇନ୍ ଥିଟା ଇଣ୍ଟୁ କଟ୍ ଥିଟା କ'ଣ ହେବ କହିଦେଲ ଦେଖିବା ପିଲାମାନେ। ଦେଖ ପିଲାମାନେ କଟ୍ ଥିଟା କ'ଣ କସ୍ ଥିଟା ବାଇ ସାଇନ୍ ଥିଟା କି ନାହିଁ ହେଲା। ତାହେଲେ ଏଠି ସାଇନ୍ ଆମର କ'ଣ ହଁ କଟିଗଲେ ଆମର କ'ଣ ରହିବ କସ୍ ଥିଟା। ତେଣୁ ସାଇନ୍ ଥିଟା ଇଣ୍ଟୁ କଟ୍ ଥିଟା ହେଲା ଆମର କସ୍ ଥିଟା। ସେମିତି କସ୍ ଥିଟା ଇଣ୍ଟୁ ଟାନ୍ ଥିଟା କେତେ? କସ୍ ଥିଟା ଇଣ୍ଟୁ ଟାନ୍ ଥିଟା ହେଲା ଆମର ସାଇନ୍ ଥିଟା। ସେମିତି ଟ୍ରିପଲ୍ ଆଇରେ ଦେଲା ସାଇନ୍ ଥିଟା ଇଣ୍ଟୁ ସେକ୍ ଥିଟା ଇଣ୍ଟୁ କଟ୍ ଥିଟା ଇଜ୍ ଇକ୍ୱାଲ୍ ଟୁ ଉତ୍ତର ହେବ ଆମର 1। ତାପରେ ଆଇଭିରେ ଦେଇଛି କସ୍ ଥିଟା ଯେମିତି ପୁରା କାଟି କାଟି କରିଦେବ କିଛି ଏଟା ନାହିଁ। କସ୍ ଥିଟା ଇଣ୍ଟୁ କୋସେକ୍ ଥିଟା ଇଣ୍ଟୁ ଟାନ୍ ଥିଟା ଇଏ ହେଇଯିବ 1। ସେ କହିଛି ବିରେ ଟାନ୍ ଥିଟା ଯଦି 1 ହେଲେ ତାହେଲେ ଟାନ୍ ଥିଟା ପ୍ଲସ୍ କଟ୍ ଥିଟା କେତେ ହେବ? ତାହେଲେ ଏଇଟା ଆମର କେତେ ହେଇଯିବ? ଏଇଟା ହେଇଯିବ ଆମର 2 ହେଇଯିବ। ଭିଆଇରେ ସେମିତି ଦେଲେ ସର୍ଟ କୋଶ୍ଚିନ୍ 1 ମାର୍କ ଆସିବ ହେଲା। ସେଇଥିପାଇଁ ମୁଁ ଆକୁ ଏକ୍ସପ୍ଲେନ୍ କରୁନି। ଟାନ୍ ସ୍କୋୟାର ଥିଟା ପ୍ଲସ୍ କଟ୍ ସ୍କୋୟାର ଥିଟା ମାଇନସ୍ କୋସେକ୍ ସ୍କୋୟାର ଥିଟା ପ୍ଲସ୍ ଏ ସ୍କୋୟାର ଥିଟା କେତେ ହେଇଯିବ? ଏଇଟା ହେଲା ଆମର -2 ହେବ। ତାପରେ ଭି ଡବଲ୍ ଆଇରେ କ'ଣ ଦେଇଛି ABC ସମକୋଣୀ ତ୍ରିଭୁଜରେ ବି କୋଣ 90 ଡିଗ୍ରୀ ଦେଲା। ବି କୋଣ କେତେ? 90 ଡିଗ୍ରୀ ଦେଲା। ହଉ ତାହେଲେ AB ଦେଲା ଆମକୁ ABC ସମକୋଣୀ ତ୍ରିଭୁଜ AB ଦେଇଛି ଆମକୁ 3 ସେଣ୍ଟିମିଟର, BC ଦେଇଛି 4 ସେଣ୍ଟିମିଟର। ହେଲେ ସାଇନ୍ ସି ବାହାର କର। ପିଲାମାନେ ଏଟାକୁ ସଲ୍ଭ କରିବ ମୁଁ ଯେମିତି ଅଭ୍ୟାସରେ ବୁଝେଇଥିଲି। ୟାକୁ ଉତ୍ତର ହେଇଛି ଆମର 3/5। ତାପରେ ଭି ଟ୍ରିପଲ୍ ଆଇ ଦେଇଛି ABC ସମକୋଣୀ ତ୍ରିଭୁଜରେ ବି କୋଣ ସେମିତି AB ବି ହେଲା କସ୍ କେତେ? କସ୍ ହେଲା ଆମର ହେଲା। ଏଇଟା କେମିତି ବାହାର କରିବ ଜାଣିପାରୁଛ ତ? ଦେଖ ସାଇନ୍ ସି ମାନେ ସାଇନ୍ ଥିଟା। ସାଇନ୍ ଥିଟା ଫର୍ମୁଲା କ'ଣ? P/H ହେଲା। P ହେଲା କ'ଣ? ପରପେଣ୍ଡିକୁଲାର ଏଇଟା ପରପେଣ୍ଡିକୁଲାର ବାଇ ଏଚ୍। ହଁ ଏଚ୍ ହେଲା ଏଇଟା ହାଇପୋଟାଇଜ୍ ହେଲା। ତାହେଲେ ସାଇନ୍ ଥିଟା ଇଜ୍ ଇକ୍ୱାଲ୍ ଟୁ P ସାଇନ୍ ସି। ଏଇଟା ଆଉ ଏଇଟାକୁ ହରିଦେଲା ଆମର ଯେତିକି ବାହାରିବ କ'ଣ ହେବ? ସେ ହେବ ସାଇନ୍ ଥିଟା। ସେମିତି କଟ୍ ଥିଟା କସ୍ ଥିଟା ସେମିତି ବାହାର କରିବ। IXରେ ସେମିତି ଦେଇଛି ସାଇନ୍ ଏକ୍ସ ଇଜ୍ ଇକ୍ୱାଲ୍ ଟୁ ପିଲାମାନେ ଆମେ ଫର୍ମୁଲା ଜାଣିଛେ ହେଲା। ସାଇନ୍ ସ୍କୋୟାର ଏକ୍ସ ଇଜ୍ ଇକ୍ୱାଲ୍ ଟୁ 1 ମାଇନସ୍ କସ୍ ସ୍କୋୟାର ଏକ୍ସ। ତାହେଲେ ସ୍କୋୟାରଟା ଏପଟକୁ ଗଲେ √ଓଭର ହେଇଯିବ। ତାହେଲେ 1 ମାଇନସ୍ କସ୍ ସ୍କୋୟାର ଏକ୍ସର √ଓଭର। ସେମିତି ସେକ୍ ଏକ୍ସ କ'ଣ ହେବ? ସେକ୍ ଏକ୍ସ ହେଇଯିବ ସେ ସ୍କୋୟାର ଏକ୍ସ ହେଲା 1 ପ୍ଲସ୍ ଟାନ୍ ସ୍କୋୟାର ଏକ୍ସ। ସ୍କୋୟାରଟା ଏପଟକୁ ଗଲେ √ଓଭର ହେଇଯିବ। ତାହେଲେ 1 ପ୍ଲସ୍ ଟାନ୍ ସ୍କୋୟାର ଏକ୍ସ ହେଇଯିବ ଉତ୍ତର। ତାପରେ ନେକ୍ସଟ ଆମେ 2 ନମ୍ବର ପିଲାମାନେ ଯିବା। 2 ନମ୍ବର ଦେଇଛି ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ପ୍ରଦାନ କର। ବୁଝିହେଲା? ତାହେଲେ ଦେଇଛି ସାଇନ୍ ଆଲଫା ଦେଇଛି। ତାହେଲେ ସାଇନ୍ ଆଲଫାକୁ କଟ୍ ଆଲଫାରେ ପ୍ରକାଶ କର। ମୁଁ ଏଠି କରିଦେଇଛି ପିଲାମାନେ ଦେଖ। ତାହେଲେ ସାଇନ୍ ଥିଟା ହେଲା 1/କୋସେକ୍ ଥିଟା। ତାହେଲେ ସାଇନ୍ ଆଲଫା ହେଇଗଲା 1/କୋସେକ୍ ଆଲଫା ହେଲା। କୋସେକ୍ ଥିଟାର ଫର୍ମୁଲା କ'ଣ? 1 ପ୍ଲସ୍ କଟ୍ ସ୍କୋୟାର ଥିଟା √ଓଭର। ତାହେଲେ 1 ପ୍ଲସ୍ କଟ୍ ସ୍କୋୟାର ଥିଟାର √ଓଭର ହେଲା ଆଲଫାର। ତାପରେ ସେମିତି କସ୍ ଆଲଫାକୁ ଟାନ୍ ଆଲଫା ମାନେ କସ୍କୁ ଟାନ୍। ସେମିତି କସ୍ ଥିଟା ହେଲା 1/ସେକ୍ ଥିଟା। ସେକ୍କୁ ଆମେ ଟାନ୍ରେ ଫର୍ମୁଲା କରିବା 1 ପ୍ଲସ୍ ଟାନ୍ ସ୍କୋୟାର ଥିଟା। ତାହେଲେ ଏଇଟା ଆମର ହେଇଗଲା। ଏଇଟା ଫର୍ମୁଲାରେ ଯିବ। ବୁଝିହେଲା? ଟ୍ରିପଲ୍ ଆଇ ସେମିତି ଟ୍ରିପଲ୍ ଆଇ ଦେଖ। ଟ୍ରିପଲ୍ ଆଇ ଦେଲା କୋସେକ୍ ଆଲଫାକୁ ସେକ୍ ଆଲଫାରେ ପରିଣତ କର। ପିଲାମାନେ କୋସେକ୍ ଆଲଫାକୁ ଜାଣିଛେ 1/ସାଇନ୍ ଆଲଫା। ତାପରେ ଏଇନୁ କରିଦେଲେ ସାଇନ୍ ସ୍କୋୟାର ଇଜ୍ ଇକ୍ୱାଲ୍ ଟୁ 1 ମାଇନସ୍ କସ୍ ସ୍କୋୟାର ଥିଟା ହେଲା √ଓଭର ହେଇଗଲା। ସେମିତି କସ୍କୁ ଭାଙ୍ଗିଲେ 1/ସେକ୍ ଥିଟା। ବୁଝିହେଲା? ତାପରେ ତାକୁ ଆମର ଇଏ ହେଲେ ଆମର ଏତିକି ସେକ୍ ଆଲଫା ଏତିକି ଆମର ଆନ୍ସର ବାହାରିବ। ତାପରେ ଆଇଭିରେ ସେମିତି ସେକ୍ ଆଲଫାକୁ କୋସେକ୍ ଆଲଫାରେ ପ୍ରକାଶ କଲେ ସେ 1/କସ୍ ଆଲଫା କରିଦେବ। ସେମିତି ଭାଙ୍ଗିଲ ସାଇନ୍ ସ୍କୋୟାର ଆଲଫା ସେମିତି କରିକି ତାକୁ ଆନ୍ସର ବାହାର କରିବ। 3 ନମ୍ବର କୋଶ୍ଚିନ୍ ପିଲାମାନେ ଦେଲା ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ପ୍ରଦାନ କର। ପିଲାମାନେ ସାଇନ୍ ଆଲଫା ଦେଇଛି 3/5 ହେଲେ କସ୍ ଆଲଫା ଇଣ୍ଟୁ କଟ୍ ଆଲଫାର ମାନ କେତେ? ତାହେଲେ ବାହାର କରିବା ପିଲାମାନେ। ସାଇନ୍ ଆଲଫା ଆମକୁ କେତେ ଦେଇଦେଇଛି? 3/5 ଦେଇଦେଇଛି। ତାହେଲେ କସ୍ ଆଲଫାର ଫର୍ମୁଲା ପିଲାମାନେ ଆମେ କ'ଣ ଜାଣିଛେ? 1 ମାଇନସ୍ ସାଇନ୍ ସ୍କୋୟାର ଆଲଫାର √ଓଭର। ତାହେଲେ ସାଇନ୍ ଆଲଫା ଆମକୁ ପ୍ରଦାନ କରିଛି। ତାହେଲେ 1 ମାଇନସ୍ 3/5ର ହୋଲ୍ ସ୍କୋୟାର √ଓଭର। ହଁ କି ନାହିଁ? ତାହେଲେ 3 ସ୍କୋୟାର ହେଲା 9, 5 ସ୍କୋୟାର ହେଲା 25 ହେଲା।
ତାକୁ ଆମେ ଇ କଲେ ଆମର ହେଇଯିବ 16/25 ରୁଟ୍ ଏଇଟା 25 କେ 25 25 ମାଇନସ୍ 9 ହେଲା 16/25 ରୁଟ୍ ଓଭର 16 ରୁଟ୍ ଓଭର ହେଲା 4 5 ରୁଟ୍ ହେଲା 25 ରୁଟ୍ ଓଭର ହେଲା 5 ହେଲା। ତାହେଲେ ସେ ଆମକୁ କ'ଣ ପଚାରିଛି cos alpha into cot alpha ହଁ କି ନାହିଁ। ତାହେଲେ cot alpha ର ଫର୍ମୁଲା କ'ଣ cos theta by sin theta। ତାହେଲେ ଆମ ପାଖରେ sin theta ଅଛି ହଁ ବୁଝିଲା sin theta ଅଛି cos theta ଆମର କ'ଣ ଏଇଠି ବାହାରିଲା ବୁଝିଲା। ତାହେଲେ ଆମେ କ'ଣ କରିବା 4/5 ଆଉ 3/5 5 5 କଟିଗଲା 4/3 ତାହେଲେ cos alpha into cot alpha ହେଲା 4/5 into 4/3 4 16 5 3 15 ହେଲା ଆମର ଉତ୍ତର। ତାପରେ ଡବଲ ଆରେ ସେମିତି କରିବ ପୁରା ଏକା କ୍ୱେଶ୍ଚିନ୍ ହେଲା ମୁଁ ସମ୍ପୂର୍ଣ୍ଣ ଏଠି କରିଦେଇଛି ହେଲା ନିଜେ ନିଜେ cos alpha ଦେଲା 4/5 sin alpha tan ଫର୍ମୁଲା ପକେଇଲ 1 minus cos square alpha root ପୁଣି ସେ ଏକା ପ୍ରୋସେସ୍ ଏରା କରୁନି ମୁଁ ହେଲା ବୁଝଉନି ଆଉ। ଟ୍ରିପଲ୍ ଆଇ ମଧ୍ୟ ସେମିତି ହେଲା tan alpha ଦେଲା 5/12 ଦେଇଛି cot alpha into cosec alpha ହେଲା cosec alpha 1 plus cos square alpha root over ସେମିତି ବାହାର କଲେ 156/25 ହେଲା ସମ୍ପୂର୍ଣ୍ଣ। 4 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ସେମିତି cosec theta ଦେଲା √2 ହେଲେ ଅନ୍ୟ 5 ଗୋଟି ଅନୁପାତର ମୂଲ୍ୟ କେତେ। ତାହେଲେ cosec theta ଯଦି √2 ତାହେଲେ sin theta ର ଫର୍ମୁଲା ଜାଣିଛି କ'ଣ 1/cosec theta ତାହେଲେ sin theta ହେଇଯିବ 1/√2 ବୁଝିଲା। ତାପରେ ସେମିତି ଅନ୍ୟ 5 ଗୋଟି ମାନେ ସମସ୍ତଙ୍କ ବାହାର କରିବ cos theta tan theta cosec theta ଦେଇଛି ସବୁଥିରୁ ହେଲା ଫର୍ମୁଲା ପକେଇକି cos theta 1 minus sin square theta √2 ହବ 1/√2 ହବ ହେଲା tan theta ହେଲା sin by theta ପୁରା ସମ୍ପୂର୍ଣ୍ଣ ଏଠି ବାହାର କରିବେ ତାକୁ। 5 ନମ୍ବର ଦେଲେ ଯେ tan theta ହେଲା 1 ହେଲେ ଅନ୍ୟ 5 ଗୋଟି ଅନୁପାତର ମୂଲ୍ୟ କେତେ ବୁଝିହେଲା। ତାହେଲେ ପିଲାମାନେ ଏଠି ମୁଁ ଆଉ ସଲ୍ଭ କରୁନି ତମେ ନିଜେ କରିବାର ହେଲା। ତାହେଲେ tan theta 1 ଦେଇ sec theta ହେଲେ 1 plus tan square theta √2 ହେଲା ସେମିତି sin theta 1 minus cos square theta √2 ଯେମିତି ହେଲା ପୁରା ସମ୍ପୂର୍ଣ୍ଣ ସେମିତି ସବୁ ତ ବାହାର କରିବ। 6 ନମ୍ବର ଦେଇଛି cot theta is equal to √3 ହେଲେ ଅନ୍ୟ 5 ଗୋଟି ପୁଣି ସେମିତି ତାହେଲେ cot theta ଦେଇଛି tan theta ବାହାର କରିପାରିବା କି ନାହିଁ 1/cot theta 1/√3 sec theta ର ଫର୍ମୁଲା 1 plus tan square theta √2 tan theta ର ଭାଲ୍ୟୁ ଆମର ଅଛି ପକେଇଲ ହେଲା ସବୁ ସମସ୍ତଙ୍କର ବାହାର କରିବ। 7 ନମ୍ବର ଆମକୁ ଦେଲା ତ୍ରିଭୁଜ ABC ରେ A କୋଣ ଦେଇଛି 90 ଡିଗ୍ରୀ A କୋଣଟା ଆମର 90 ଡିଗ୍ରୀ ଦେଇଛି ହଉ ଦେଲା AB ଦେଲା 20 ସେଣ୍ଟିମିଟର ଇଏ ଦେଲା 20 ସେଣ୍ଟିମିଟର AC ଦେଲା 29 ସେଣ୍ଟିମିଟର ଆଉ ସରି ହଁ ନାଇଁ ହଁ AB ଦେଲା 29 BC 29 ଦେଇଛି ଆଉ AC ଦେଇଛି 21 ସେଣ୍ଟିମିଟର। ତାହେଲେ ଆମକୁ ପଚାରିଛି କ'ଣ AB ଦେଇଛି AC ଦେଇଛି ହଁ ହେଲେ sin B cos tan B ର ମୂଲ୍ୟ ନିର୍ଣ୍ଣୟ କରିବା। ତାହେଲେ AB ଦେଇଛି AC ଦେଇଛି AB ଦେଇଛି AC ଦେଇଛି BC ବାହାର କରିପାରିବା ଆମେ ପିଥାଗୋରସର ଫର୍ମୁଲା ପକେଇ ବାହାର କରିପାରିବା କି ନାହିଁ। ତାହେଲେ AB ସ୍କୋୟାର ପ୍ଲସ୍ AC ସ୍କୋୟାର √2 ତାହେଲେ 20 ର ସ୍କୋୟାର ପ୍ଲସ୍ 21 ର ସ୍କୋୟାର √2 ଆମର ହେଇଗଲା 29 ସେଣ୍ଟିମିଟର ହେଲା। ଆମକୁ କ'ଣ ପଚାରିଛି sin B ମାନେ sin theta ହେଲା P/H ବୁଝିଲା P/H P କୋଉଟା P ହେଲା ଆମର AC ପରପେଣ୍ଡିକୁଲାର H କୋଉଟା H ଏଇଟା ହାଇପୋଟେନାଇଜ ବୁଝିଲା। ତାହେଲେ 21 ଏଇଟା ହେଲା ଆମର ବାହାରିଲା 29 21/29 ହେଲା cos theta ହେଲା B/H ମାନେ cos theta ହେଲା B/H ହେଲା ଏଇଟା ପିଲାମାନେ ଟିକେ ଭୁଲ ଲେଖା ହେଇଛି ଏଠି B/H ହେଲା B/H 20/29 ହେଲା 20/29 ସେମିତି tan theta AC/AB ବୁଝିଲା P/B ହେଲା P/B। 8 ନମ୍ବର ପ୍ରଶ୍ନ ଆମକୁ ଦେଲା cot theta 3/5 ହେଲେ sin theta minus cos theta by 2 tan theta ର ମୂଲ୍ୟ ନିରୂପଣ କର। ତାହେଲେ cos theta ଦେଲା 3/5 ତାହେଲେ sin theta ଏଠି ପଚାରେ sin theta ର ଭାଲ୍ୟୁ ବାହାର କରିଦେବା 1 minus cos square theta √2 ହେଲା ଆକୁ ବାହାର କଲେ ଆମର 4/5 ଉତ୍ତର ବାହାରିବ। ତାହେଲେ tan theta ତଳେ ଦେଇଛି tan theta ହେଲା sin theta by cos theta ୟାକୁ ବାହାର କଲେ 4/3 ତାପରେ ଯୋଉ ଫର୍ମୁଲା ଦେଇଛି ସେଇ ଫର୍ମୁଲା ପକେଇଦେଲେ ଉତ୍ତର 3/40। 9 ନମ୍ବର ଦେଇଛି cot theta ହେଲା 40/41 ହେଲେ tan theta ହରଣ 1 minus tan square theta ର ମୂଲ୍ୟ ନିର୍ଣ୍ଣୟ କର। cot theta ଦେଲା 40/41 ବୁଝିଲା। ତାହେଲେ ସେମିତି ଯେମିତି sin theta ଆମ ବାହାର କରିବ ହେଲା sin theta ବାହାରିଲା କ'ଣ
ଟାନ୍ ଥିଟା ବାହାର କରିବ ସାଇନ୍ ଥିଟା ବାଇ କସ୍ ଥିଟା ହେଇଗଲେ ମୂଲ୍ୟ ପକାଇଦେଲେ ସେତିକି ଉତ୍ତର ବାହାରିବ ହେଲା 360 ବାଇ 1519। 10 ନମ୍ବର ମଧ୍ୟ ସେମିତି ହେଲା ଟାନ୍ ଥିଟା ଏ ବାଇ ବି ହେଲେ କସ୍ ଥିଟା ପ୍ଲସ୍ ସାଇନ୍ ଥିଟା ବାଇ କସ୍ ଥିଟା ମାଇନସ୍ ସାଇନ୍ ଥିଟା ବାହାର କରିବ। ଟାନ୍ ଥିଟା ଏ ବାଇ ବି ଦେଇଛି ତାହେଲେ ସାଇନ୍ ଥିଟା ହଁ ବାଇ କସ୍ ଥିଟା ହେଲା ଏ ବାଇ ବି ବୁଝିହେଲା। ତାକୁ କେ ମନେକର ନେଇକି ଗଲେ ଆମର ଉତ୍ତର ବି ପ୍ଲସ୍ ଏ ବାଇ ବି ମାଇନସ୍ ଏ ବାହାରି ପଡ଼ିବ। ଏଠି ବହୁତ ବିକଳ୍ପ ସମାଧାନ ଦେଇଛି, ଯେଉଁଟା ତୁମକୁ ଭଲ ଲାଗିବ ସେଇଟା କରିବ।